ପିଠା ହେଉଛି ଆମ ସଭ୍ୟତାର ପ୍ରତୀକ। ପିଠା ଓଡ଼ିଆ ଘରର ପରିଚୟ। କିନ୍ତୁ ଆଜି ସମସ୍ତେ ପାଶ୍ଚାତ୍ୟ ସଂସ୍କୃତି ସହ ତାଳ ଦେଇ ଚାଲୁଥିଲା ବେଳେ ଯେମିତି ସବୁ କିଛି ପାଶୁରି ଦେଲେଣି। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଓଡ଼ିଆ ପକ୍ଷ ପାଳନ ଅବସରରେ ଭଳିକି ଭଳି ପିଠା ବେଶ୍ ଆକୃଷ୍ଟ କରିଥିଲା ବେଳେ ପିଲାଦିନର ଜେଜେମା ହାତ ତିଆରି ସ୍ୱାଦ ବାରି ହୋଇ ପଡୁଥିଲା। ସୁସ୍ୱାଦୁ ପିଠା ମିଠାର ବ୍ୟଞ୍ଜନ ଆଉ ଦେଖିବାକୁ ମିଳୁନଥିଲା ବେଳେ ଜଣେ ବୟସ୍କ ମାଙ୍କର କଥା ଟିକେ ଶୁଣି ନିଅନ୍ତୁ। আজি ଆମର ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଁ ସମସ୍ତଙ୍କର ଶୁଭକାମନା ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆଜି ଆମର ନବବର୍ଷକୁ ଓଡ଼ିଆ ନବବର୍ଷ କହିଲେ ଆମର ପିଲାମାନେ ପ୍ରାୟ କେହି ବୁଝୁନାହାନ୍ତି। ସମସ୍ତେ ଡିସେମ୍ବର 1-13 ପାଖରୁ ପୁରା ଜାନୁଆରୀ ପର୍ଯ୍ୟନ୍ତ ମୋ ସ୍କୁଲ ପୁରା ଜାନୁଆରୀ ମାସ କଣ ନା ଏଟା ହଉଛି ଆମର ନୂଆ ବର୍ଷ। ଆମର ପାଶ୍ଚାତ୍ୟ ଦେଶର ଜିନିଷକୁ ସେମାନେ ଗ୍ରହଣ କରୁଛନ୍ତି। କିନ୍ତୁ ଆଜି ଯେ ଆମର କେତେ ବଡ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଆମ୍ବେଦକରଙ୍କର ଜୟନ୍ତୀ, ଆଉ ଆମର ପଣା ସଂକ୍ରାନ୍ତି, ଯେ କି ଘରେ ଘରେ ବର୍ତ୍ତମାନ ପାଇଁ ଦେବୀ ପୂଜା, ଉଡା ଯାତ୍ରା, ପାଟୁଆ ଯାତ୍ରା କେତେ କଣ ଚାଲୁଛି ତାର ବି ଠିକ ଠିକଣା ନାହିଁ। କିନ୍ତୁ ଏଇ ସଂସ୍କୃତିଟାକୁ ଆମ ପିଲାମାନେ ସବୁ ଭୁଲି ଯାଉଛନ୍ତି। ସେମାନେ ଧରି ନେଇଛନ୍ତି ପାଶ୍ଚାତ୍ୟ ଦେଶର ନବବର୍ଷକୁ ଧରି ନେଇଛନ୍ତି ଜାନୁଆରୀ। କିନ୍ତୁ ଆମର ପ୍ରକୃତରେ ଓଡ଼ିଆ ଜାତି, ଓଡ଼ିଆ ମାଟିର ଆମର ହେଲା ଆଜିଠୁ ନବବର୍ଷ ଆରମ୍ଭ, ନୂଆ ପାଞ୍ଜି ଆରମ୍ଭ। କିନ୍ତୁ ଏଟାକୁ ପିଲାମାନେ ଭୁଲି ଯାଉଛନ୍ତି। କିନ୍ତୁ ଆମର ଯୋଉ ପୁରୁଣା ସଂସ୍କୃତି, ସେଇ ସଂସ୍କୃତି କି ବଜାୟ ରଖିବା ପାଇଁ ଏଇ ଯୋଉ ପ୍ରୟାସ ଆମର ପିଠା ପ୍ରୋଗ୍ରାମ ହଉ, ପଖାଳ ଦିବସ ହଉ, କିମ୍ବା ଅନ୍ୟାନ୍ୟ ଯାହା କିଛି ହଉ, ଆମର 12 ମାସରେ 13 ପର୍ବ ଜଗନ୍ନାଥଙ୍କର, ସେଇ ପ୍ରକାର ଆମର ଯେକି ଓଡ଼ିଆ ଲୋକଙ୍କର ଯୋଉ ଚଳେନି, ସେଇ ଅନୁବାଦଟାକୁ ରଖିଛନ୍ତି। ଗୋଟିଏ ଗୋଟିଏ ପ୍ରୋଗ୍ରାମ କାଢି ଦଉଛନ୍ତି ଆମର ଏ ସରକାର। ନିଶ୍ଚୟ ମାନେ ସମସ୍ତେ ସେଥିରେ ଆଗେଇ ଯିବେ ଏବଂ ଓଡ଼ିଆ ନବବର୍ଷ ଏବଂ ଆମର ଓଡ଼ିଶା ଜାତିର ମାନ ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ଏଇ ପ୍ରୟାସଟା ହିଁ ବହୁତ ଭଲ ପ୍ରୟାସ। ଆଉ ଏଥିପାଇଁ କୋଟି କୋଟି ଅଭିନନ୍ଦନ ଦିଆ ହଉଛି ସରକାରଙ୍କୁ। ଏବଂ ଆମର ମା ମାନେ ଯେ କି ଆମେ ପୁରୁଣା ସଂସ୍କୃତିର ପିଠା ପଣା ଭୁଲି ଯାଉଛନ୍ତି, ଆମ ପିଲାମାନଙ୍କୁ ଆମେ ସୁଦ୍ଧା କରିକି ଦେଇପାରୁନାହୁଁ, ଭୁଲି ଯାଉଛନ୍ତି। ସବୁ ଖୋଜୁଛନ୍ତି ଚାଉମିନ ଆଉ ଅଣ୍ଡା ରୋଲ, ଏ ସବୁ ଚାହୁଁଛନ୍ତି। ନିଜେ ହାତରୁ ଖର୍ଚ୍ଚ କରୁଛୁ, ଆଉ ଖର୍ଚ୍ଚ ଆମକୁ କେହି ଗୋଟେ ପଇସା ଦବା। ଆମେ CRP ସବୁ ମିଶିକି ଆମର SHG ମା ମାନେ ହିଁ ସବୁ ଆମେ ଖର୍ଚ୍ଚ କରି ଆଜି ସିମୁଳିଆ ବ୍ଲକର ଏହାର ଉଦ୍ଯାପନୀ ଦିବସ ଥିଲା ଏବଂ 1 ତାରିଖରୁ ଯୋଉ ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯୋଉ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ପାଳନ କରାଯାଇଛି। ଯେ ଆଜି ଯୋଉ ଥିଲା, କାଲି ଗତକାଲି ଆଉ ଆଜି ଆମ ଖାଦ୍ୟ ଆମ ରୁଚି, ଆଜି SHG ର ମା ମାନେ ଯୋଉ ପିଠା ପଣା ପ୍ରସ୍ତୁତ କରିଥିଲେ, ପ୍ରକୃତରେ ଯେ ମନେ ପଡୁଛି ଯେ ଆମେ ପୁରା ପାଶ୍ଚାତ୍ୟ ସଭ୍ୟତାକୁ ଆଉ କେହି ଅବଲମ୍ବନ କରୁନାହାନ୍ତି। ଯେ ବର୍ତ୍ତମାନ ଯେ ଆମ ଓଡ଼ିଶାର ସଭ୍ୟତା, ସାହିତ୍ୟ, ସଂସ୍କୃତି ସମସ୍ତଙ୍କୁ ମନେ ରଖିଛନ୍ତି। ଆଜି ଏଇ ଯୋଉ ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ପୁରା ଓଡ଼ିଶାର ଖାଦ୍ୟ, ଯୋଉମାନେ ଯେ ଘରୋଇ ଖାଦ୍ୟ ଏସବୁ ପ୍ରସ୍ତୁତ କରି ସବୁ ପିଠା ତ ଭଲ ଲାଗିଲା। ସମସ୍ତେ ବି ପରିଶ୍ରମ କରିକି ନେଇକି ଆସିଛନ୍ତି। କାହାକୁ ଭଲ କାହାକୁ ଖରାପ କହିବାନି, ସମସ୍ତଙ୍କ ପିଠା ଭଲ ହେଇଛି। ସମସ୍ତଙ୍କୁ ମୁଁ ଧନ୍ୟବାଦ ଦଉଛି। ଆରସା ପିଠା ବି ବଢିଆ ହେଇଛି, ସେଇଟା ମତେ ସବୁ ପାଇଁ ଭଲ ଲାଗିଲା। ଆଉ ସବୁ ପିଠା ବି ଭଲ ହେଇଛି। ସମସ୍ତଙ୍କୁ ମୁଁ ଧନ୍ୟବାଦ ଦଉଛି, ସମସ୍ତେ ପରିଶ୍ରମ କରି ନେଇକି ଆସିଥିବାରୁ ଅଶେଷ ଅଶେଷ ପେଟ ତ ପୁରୀ ସବୁ ତ ଖାଇ ହବନି, ହେଇଛି ଆଉ। ବାଲେଶ୍ୱରରୁ ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।